ତାପରେ କାଳିଆ ବାବୁ କ'ଣ ତାର ଉପର ଚନ୍ଦା ତ ସେ ପଇସାଟା ଦେଖେଇ ହେଉନି। କାଳିଆ ବାବୁ କ'ଣ ଛୋଟିଆ ଜନ୍ତୁ ତମେ ଭାବୁଛ ଯେ ଦଣ୍ଡା? କାଳିଆ ଲୋକଟା ତା ନାଁ କାଳିଆ, ତାକୁ ଯିଏ ଦେଇଛି ଗାଗ କାଳିଆ ସେଟାକୁ ପାରିବ କ'ଣ? ଇଏ କେନ୍ଦ୍ରାପଡ଼ା ଛୁଆ, ସିଏ ବାଲେଶ୍ୱର, ଇଏ କେତେଟା ନଈ ପାରିକି ଆସିବ ସିଏ ଠିକ୍ ଭୁବନେଶ୍ୱର ପାଡ଼ିବାକୁ। ଆଉ ଇଏ କାଳିଆ ବାବୁ ସିଏ କେନ୍ଦ୍ରାପଡ଼ା ଛୁଆଟି, ତାର କେନ୍ଦ୍ରାପଡ଼ା ଝୁଅ କାଳିଆ ବାବୁ ଜମା ଛାଡ଼ିବନି। ସିଏ ସବ ନଣ୍ଡା ହେଲେ କ'ଣ ନାଣ୍ଡିର ସବୁବେଳେ ମନେ ରଖିବେ ଆପଣମାନେ, ଗେଡ଼ା ମେଡ଼ାକୁ ବିଶ୍ୱାସ କରିବନି। ତାପରେ ଉପର ତାଳୁ ଚନ୍ଦା କାଳିଆ ବାବୁ। କାଳିଆ ବାବୁ କାଳିଆ ବାବୁ କ'ଣ ଅଳ୍ପ ପଇସା ମାଲିକ? ସିଏ ଗେଡ଼ା ହେଲେ ତାର ବାଳ ଅଛି, ବାଳ ନାହିଁ। ଆର ଆମର ପାଡ଼ିଆ ବାବୁଙ୍କର ବାଳ ଅଛି, କାଳିଆ ବାବୁର ବାଳ ନାହିଁ। ସେ ଉପର ଚନ୍ଦା, କୋର୍ଟ ଚଢ଼େଇ ଦେବନି, ଆରେଷ୍ଟ ହବ, ତାକୁ ଆରେଷ୍ଟ କରିଦେବ କାଳିଆ ବାବୁ। ସେ କିନ୍ତୁ କରିବ ତା ପଇସାଟା ତୁଟେଇବ, ତା ଗୋଡ଼ ହାତ ଧରିବ, କି ଭୁଲ ଗୋଟା ମାଗିବ, ଗୋଟେ ଯାହାଟା କରିକି ପଚାଶ ମାଲିକଙ୍କୁ ଡାକିବ। ତମେ ଯୋଉଟା ଲେଖିଛ, ମୋର ଏ ବର୍ଷ ମୋ ପୁଅର ଦିହ ଖରାପ, ତାଙ୍କ ବାପା ଲେଖିଛନ୍ତି ନା, ସତ୍ୟ ବାବୁଙ୍କୁ ଦେଇଛନ୍ତି ଚିଠା। ଖଣ୍ଡଗିରି ଆଉ ଚଢ଼ି ପାରିବନି, କାହିଁକି ନା ସିଏ ଯଦି ଚଢ଼ିବ ରୋଲ ତ କରିପାରିବନି, ସେଲିବ୍ରିଟିରେ ପଳେଇବ। ଏସବୁ ମାଲିକ ମାନେ ମୁଁ ଦେଖୁଛି ପକା ଡକେଇତ ଏଇ 7-8ଟାକ। ଆରେ ଏତେ ପଇସା କେତେ ଦଉଛ? ତମ ନିଜ ଗୋଡ଼କୁ ନିଜେ ହାଣୁଛ, ତମ ଗୋଡ଼ କେହି ହାଣୁନାହାନ୍ତି ତମକୁ କିଛି ନହେଲା। ତୁ ଆଉ ସେଇଟା ଆଉ 5 ଦିନ ନେଇକି କାଳିଆକୁ କହିଥାନ୍ତୁ, ଆଜ୍ଞା ମତେ ପୋଷଉନି 60 ଲକ୍ଷ। ଆରେ ତମକୁ 60 ଲକ୍ଷ ଦେଲେ ତମେ କ'ଣ କରୁଛ କି? ନାଇଁ ନାଇଁ, ସିଏ ଗୋଟିଏ ଭୁଲ କଲା। ତୁ ତ 25-26 ରଖିଛୁ, ଜୁନ 26 ପର୍ଯ୍ୟନ୍ତ ରଖି, ତୋ ଲାଷ୍ଟ ଅଛି ଜୁନ 12 ତୋର ହଉଛି ଲାଷ୍ଟ ଏଣ୍ଡ କାଳିଆ ପାଖରେ। ଏଇନା ତମ ବାପା ବି ଲେଖିକି ଦେଇନି, ତମେ ନିଜେ ବି ତାଙ୍କ ବାପା କହିଲେ ମୁଁ ସତ୍ୟ ବାବୁଙ୍କୁ ସଭାପତି ପ୍ରେସିଡେଣ୍ଟ ହିସାବରେ ଦେଇଥିଲି, ମୋ ପୁଅର ଝିଅ ଅସୁସ୍ଥ ଅଛି, ମୁଁ ଯାତ୍ରା କୌଣସି ପେଣ୍ଡାଲେ ଚଢ଼ିବନି। ତା ବାଦେ ବି ତୁ ସେଲିବ୍ରିଟି ହିସାବରେ ଯେ ସିଂହ ବାହିନୀରେ ଚଢ଼ୁଛୁ, ଗୋଟେ ଧକ୍କା ମାଇଲା ଭଳିଆ। ଏବେ କ'ଣ ନ୍ୟୁଜରେ କହୁଛୁ ଯେ ସେ ଦଲାରିଆ ଚୋର ଡକାୟତ କାଳିଆ ବାବୁ, ଇଏ ମାଇନିଂ ଚୋର, କିରାସିନ ଚୋର, କଣ୍ଟ୍ରାକ୍ଟର ଚୋର, ପଥର ଚୋର, ଏରା କହିବାଟା ଭୁଲ ନୁହଁ। ଜାଣେ ଗୋଟେ ମାଲିକ, ଯୋଉ 10 ଜଣ ମାଲିକ ଏଇନା ଅଛନ୍ତି, ସେ ମାଲିକ ଭଳିଆ। ଆମେ ଜାଣେ ଗୋଟେ କଳାକାର, ଯଦି ଆମେ ତାଙ୍କ ବିରୁଦ୍ଧରେ କିଛି କରିବା, ଆମକୁ ସେମାନେ କେତେ ଦୂର ଭୁଲ ଠିକ କରିବେ। ତୁ ସିଂହ ବାହିନୀ ମାଲିକ ଯୋଉ କହୁଛୁ, ମୁଁ ଗୋଟେ ସିଂହରେ ମାଟି ତାଡ଼ି ଦେବୁ, ତୋ ପିଠିରେ ସିଏ ପଡ଼ିବ। ସିଏ ବେଲି କାଳିଆ ବାବୁ ବୋଲି ଶାନ୍ତଶିଷ୍ଟ ଲୋକ ବୋଲି ଏପର୍ଯ୍ୟନ୍ତ ରହିଛି। ଆପଣ ଦେଖିଲେ 50 ଲକ୍ଷ ଟଙ୍କା 2% ଯଦି ବ୍ୟାଙ୍କ ଇଣ୍ଟରେଷ୍ଟ ହେଲେ କେତେ ହେଲେ, ତାପରେ ସିଏ କେତେ ଟଙ୍କା ଉଠେଇଛି ଲୋକଙ୍କୁ ଆପଣ ଜାଣିଛନ୍ତି? 5 କୋଟି ଟଙ୍କା ଲୋକମାନଙ୍କୁ ଉଠେଇଛି। ମତେ ତ ପାଟି ଦେବ ବୋଲି ଉଠେଇଛି, ମୋଠୁ ତ ପଇସା ମତେ ଦବ ବୋଲି 26ରେ ଖଣ୍ଡଗିରି ପେଣ୍ଡାକୁ ମତେ ଦବ ବୋଲି ମତେ ଉଠେଇଛି। ମୁଁ ଯୋଉ 10 ଲକ୍ଷ ଟଙ୍କା ଦେଇଛି, ମୁଁ ଯେ କାଳିଆ ବାବୁ ଯୋଉ ଧର ଏଇନା କାହ୍ନା ଟିକେ ଅଛନ୍ତି ତା ଶ୍ରୀମନ୍ଦିରରେ, କି ସୂର୍ଯ୍ୟ ମନ୍ଦିର ଇଏ ଅଛି ସିଏ ଅଛି, ଧରି ସେମାନେ ଯଦି ଆର୍ଟିଷ୍ଟ ନ ରହିବେ, କମିଟି ହେଲା କାହିଁ ନେବେ ପାର୍ଟି? ଆଉ ପାର୍ଟି ଲସ୍ ମାର ଖାଇଯିବନି। ଆଉ କ'ଣ ଆମେ ଘରକୁ ବିଲ ବିକିକି ଦେବୁ? ତେଣୁକରି କାଳିଆ ବାବୁ ଯାହା କରିଛି ବଢ଼ିଆ, ଭୁଲ ତା ପଦକ୍ଷେପ ଠିକ ନେଇଛି, ସେଥିରେ କିଛି ଭୁଲ ନାହିଁ। ସିଏ ଜଣେ ମାଲିକ। ମୋର ଗୋଟେ ଡ୍ରାଇଭର 20,000 ନେଇ ତା ପୁଅ ସେ ନିଜେ ବାହା ହବ ବୋଲି, ମୋର ଗାଡ଼ି ଖାଲି ମଦ ବୋହିବ, 10 ଖଣ୍ଡ ଗାଡ଼ି ଟାଇଲ ବୋହିବ, ମୁଁ ଲୋକମାନଙ୍କୁ ପଇସା ଉଠେଇ ଗାଡ଼ି କିଣିଛି। ମୁଁ ଯଦି ଲୋକଙ୍କୁ ଡ୍ରାଇଭର ଦେବିନି, ଗାଡ଼ି ଠିକ ଟାଇମ୍ ଦେବି, ମତେ ଲୋକ ବାଡ଼େଇବେ ନା ନାହିଁ? ଆଉ ତେଣୁକରି କାଳିଆ ବାବୁ ମାର ଖାଇଥାନ୍ତା ନା ସତ୍ୟ ବାବୁ ମାର ଖାଇବେ, ନା କବି ମାର ଖାଇବ, ନା କୋଣାର୍କ ମାଲିକ ମାର ଖାଇବ? ଏ ଯୋଉ ସିଂହ ବାହିନୀ ମାଲିକ ଯୋଉ କହୁଛନ୍ତି ଯେ ମୁଁ ଆମକୁ କରି ତମକୁ ଢିକି କରିବି ବଗ କରିବି, ଗୋଟେ ଲୋକଙ୍କ ଉପରେ କି ପଇସା ଅଛି? ଇଏ ଯଦି କଥାଟାକୁ ଲୁଚେଇଥିବ ଅଧିକା ଲୋଭରେ ପଇସା, ନାଇଁ କାଳିଆ ବାବୁ ନିଜେ ଆଗରୁ ପଇସା ତା ଏଗ୍ରିମେଣ୍ଟ ଅଲଗା ହେଇଛି। କାଳିଆ ବାବୁକୁ ଯଦି ସେ ଯଦି କହିଥିବ ମୁଁ ସରିଯାଇଛି ମୋର, ଯଦି କାଳିଆ ବାବୁ ସିଂହ ବାହିନୀ ମାଲିକ ଯଦି ପାଡ଼ି ହବ, ଯଦି 10 ଲକ୍ଷ ଅଧିକା ଦେଇଦେଇଥିବ, ପଳେଇଥିବ ମାଲିକ ସଂଘ କରି, ସିଏ ସେଭଳିଆ ମାଲିକ ବୋଲି। ବିବେକ ଦୃଷ୍ଟିରୁ ମାଲିକ ହଉଛି ତାର ପଚାରିଆ ହଉଛି ଗୋଟେ ମାଲିକକୁ, କାହିଁକିନା ମୁଁ ଯେହେତୁ 1.5 ବର୍ଷର ଗୋଟେ ମାଲିକ କି 2 ବର୍ଷର, ତାକୁ ପଚାର। ସତ୍ୟଜନ ଗୋଟେ 50-20 ବର୍ଷ ମାଲିକ, ସେ କାଳିଆକୁ ପଚାରିବନି କି କାଳିଆକୁ ତାକୁ ପଚାରିବନି? ମାଲିକ ସଂଗଠନ ନ ରହିଲେ କଳାକାର ତମ ଉପରେ ଚଢିଯିବେ। ନରିପଣ୍ଡାଙ୍କର କେସ୍ ଯେତେବେଳେ ହେଇଥିଲା ସବୁ ମାଲିକ ଏକଜୁଟ ହେଇଯାଇଥିଲେ, ୟା କେସରେ କେମିତି କ'ଣ ମାଲିକଙ୍କ ଭିତରେ ପଚରା ଉଚରା ନାହିଁ? ଏକଜୁଟ ନରିପଣ୍ଡା ଏକଜୁଟ କଣ କଲ? ନିରୀହ ଲୋକ
ହରିପଣ୍ଡା ଗୋଟେ ମାଡ଼ବାଲା କହୁଛନ୍ତି ଯୋଉ ବାଡେଇଲେ ନାଣ୍ଡୁ ନାଣ୍ଡୁ ବାବୁ ସେ ନାଣ୍ଡୁ ତା ପଇସା ଫେରିକି ସେ ଅନ୍ୟ ପାର୍ଟି ଗଲା ନା ନାଇଁ ଯେତେବେଳେ ସିଏ ତାର ବୁଦ୍ଧି ବଳ ଖର୍ଚ୍ଚ କରି କୋଉ ପାଟେ କାହାକୁ ଧରି ଧର 10 ଲକ୍ଷ ସେଇଟା ହଉଛି 10 ଲକ୍ଷର ମେଟର ହରିପଣ୍ଡା ଗୋଟା କଣ ଗୋଟେ ବିରାଟ ଆର୍ଟିଷ୍ଟ ନା ହରିପଣ୍ଡା ଏକୁଟିଆ ନାଚିଲେ ବହି କଟକ ପିଉସର ଗୋଟେ ନାଁ କଣ ଅଧା ଗିନ ସାଥୀ ତୁଳସୀ ନାଣ୍ଡୁ ବାବୁରେ ଉଠେଇଦେଲା ନହେଲେ ସେ ରଙ୍ଗମଲ୍ଲି କି ରୁଟି କରୁଥିଲା ରଙ୍ଗମଲ୍ଲି କଣ କରୁଥିଲା ହିରୋ ନା ହିରୋଇନ ଭିଲେନ ହେଇଥିଲା ସିଏ ସେଇ ଗୋଟେ ସାଧାରଣ ରୋଲ କରୁଥିଲା ରଙ୍ଗମହଲରୁ ଯୋଉ ଆର୍ଟିଷ୍ଟ ଯାଉଛନ୍ତି ସେମାନେ ଏଇ ସତ୍ୟଜନା ତାଙ୍କୁ ସବୁ ଉଠଉଛି ରଙ୍ଗମହଲ ମାଲିକ ତେଣୁକରି ଯିଏ ଏଠୁ ଗଲେ ସେମାନେ ଇଏ କଲେ ତାପରେ ପିୟୁଷ ଯୋଉ କାମଟି କଲା ଯଦି ବା ପିୟୁଷର ଭୁଲ କଣ ହେଲା କୋଉଠି କହିଲେ କହିପାରିବେ ଆପଣ ମାନେ ଆମେ ନା ମିଡିଆ ବାଲା ଆପଣ ମାନେ ବର୍ଷଲା ବଜଉଥିଲେ ପିୟୁଷ ଭୁଲ କଲା କଣ ତୁ ଯଦି 5ରେ ଚଢିଲୁ ତୁ ଏମିତି ଯାଉଥିଲୁ ଆଉଥିଲୁ ସବୁ କରୁଥିଲୁ ଠିକ ଥିଲା ପେଣ୍ଡାଲ ଚଢୁଥିଲୁ ତୁ ଯୋଉ ଏବେ ଗୋଟେ ସତୀ ଗୋଟେ ମୁଖ୍ୟମନ୍ତ୍ରୀ ଗୋଟେ ଏମପି ଜିତିଗଲୁ କଣ ତୁ ଜିତିଗଲୁ କି ପଇସା ତୋ ପାଖରେ ଅଛି ତୁ ଗୋଟେ କଣ ପ୍ରଶାସନ କରି ଯାଉଛୁ ଆମେ ଏଠି ଗୋଟେ କର୍ପୋରେଟର ଜିତୁଛୁ ଆମେ ନୁଚିକି ଯାଉଛୁ ଆମ ଗାଁ ଭାଇ ଘରେଇ ଦେଲେ ଆମେ ନୁଚୁଛୁ ନିଜକୁ ଆରେ ମୁଁ ଆଜି ହାରିଛି ମୁଁ ଆଜି ଜିତିଛି କାଲି ସିଏ ବି ଜିତିବେ ମୁଁ ଯଦି ଆଜି ତାଙ୍କ ଆଗରେ ପ୍ରଶାସନ କରିଛି କାଲି ମୋ ଆଗରେ ପ୍ରଶାସନ କରିବିନି ତେଣୁ ତମେ କଣଟା ହେଇଗଲେ କି ଯାତ୍ରା ବେଲା ଏଇଠି 6ଟା ମରିଗଲଣି କେଡେ କେଡେ କଳାକାର ଗୋଟେ 12 ମିଳିଆ ପଇସା ନାହିଁ ନୋଟିସଟା ଆହୁରି ଆଗରୁ ହବା କଥା ସେ କାଳିଆକୁ ଭୁଲ କରିଦେଇଛି କାଳିଆକୁ ପୁରା ମାଡ଼ ଦରକାର ମୁଁ କହିବାରେ ତୁ ଏତେ ଦିନରେ ପଇସା ଧରି କେହି ବସିଥିଲୁ ତୁ ସେଇଦିନଠୁ କେସରେ ନଡିବୁ ନା ଏଠି ମାଲିକ କିଏ ସେ ଆରେ ଯୋଉ 10ଟା ମାଲିକ ଦେଖାଉଛ କଣ ବେଶୀ ତମେ ଶିବଲେଖାଠୁ ବେଶୀ ବଡ ମାଲିକ ହୁଡାବୁଠୁ ବେଶୀ ବଡ ମାଲିକ ତମର କି ମାଲିକ ତମର କି ପଇସା ଅଛି ମାଲିକ ଦେଖାଉଛ ଏଇ ପାଟି ଖଣ୍ଡ ଖଣ୍ଡ କରିକି ତମର କଣ ଅଛି ଭଗବାନ ହଉଛି ଜଣେ ମାଲିକ ଇଏ ଆଗରେ କଣ ମାଲିକ ଆରେ ସେଥିରୁ କଣ ମିଳିବ କିଛି ନହେଲେ କଣ ଖଣ୍ଡଗିରି ନହେଲେ କଣ ହବ ଖଣ୍ଡେ ଆମ ପାଖ ପେଣ୍ଡାଲରେ ଅଛି ଆମ ଖଣ୍ଡଗିରି ପେଣ୍ଡାଲରେ ଅଛି ସିଂହବାହିନୀ ପାର୍ଟି ନ ଆସିବ ସେ ବହିନା ଦେଇଛି ମାନେ ସେ କରିବ ନା ନାଇଁ ସେ ଲସ୍ ଲାଭ କରିବା ବାଧ୍ୟ କରାଯିବ କଣ କରାଯିବ ସେ ତାକୁ ବୁକ୍ କରିନାହାନ୍ତି ତାକୁ ଦେଖିକି ବୁକ୍ କରିନଥିଲେ ସେ ନଥିଲା ବେଳେ ବୁକ୍ କରିଛନ୍ତି ସେ ଗଲା ବର୍ଷ ବୁକ୍ କରିଛନ୍ତି ଆମ ଖଣ୍ଡଗିରି କି ସେ ତାର ମନେ ସିଏ ଏବେ ଜବରଦସ୍ତି ଚଳିଛି ଅନଲାଇନ୍ ଟିକେଟ୍ ବିକିଲେ କଣ ଅନଲାଇନ୍ କି ଅନଲାଇନ୍ କିଛି ନାହିଁ ଖଣ୍ଡଗିରି କେମିତି ଚଳିବ ଆଉ ଖଣ୍ଡଗିରି କେମିତି ଚଳିବ ଆଉ ଖଣ୍ଡଗିରି ଆଉ ଚଢିପାରିବନି କାହିଁକି ନା ସିଏ ଯଦି ଚଢିବ ରୋଲ ତ କରିପାରିବନି ସେଲିବ୍ରିଟିରେ ପଳେଇବ ଆମର ଯେମିତି ଗଭର୍ଣ୍ଣମେଣ୍ଟ ଏଠି ରୁଲ କରିଛି ବିଏମସି ହଉ କମିଶନର ହଉ ଡିସିପି ହଉ ଯୋଉ କମିଶନର କରିଛନ୍ତି ସେଲିବ୍ରିଟି ଅଛି ମନା ସିଏ ଗୋଟେ ସେଲିବ୍ରିଟିରେ ପଳେଇବ ତାହେଲେ ସେଠି କେମିତି ଚଳିବ କେମିତି ଚଳିବ ତାର କେସ ନ ଛଇଲା ପର୍ଯ୍ୟନ୍ତ ପେଣ୍ଡାଲ ଆଉ ଚଢିପାରିବନି ଆମେ କଣ ଚଢେଇଦବୁ କୋର୍ଟ ଚଢେଇଦବନି ଆରେଷ୍ଟ ହବ ତାକୁ ଆରେଷ୍ଟ କରିଦେବୁ କାଳିଆକୁ ସେ କିନ୍ତୁ କରିଦେବୁ ତା ପଇସାଟା ତୁଟେଇବ ତା ଗୋଡ଼ ହାତ ଧରିବ କି ଭୁଲ ଗୋଟା ମାଗିବ ଗୋଟେ ଯାହାଟା କରିକି ପଚାଶ ମାଲିକକୁ ଡାକିବ ତମେ ଯୋଉଟା ଲେଖିଛ ମୋର ଏ ବର୍ଷ ମୋ ପୁଅର ଦେହ ଖରାପ ତାଙ୍କ ବାପା ଲେଖିଛନ୍ତି ନା ସତ୍ୟବାବୁଙ୍କୁ ଦେଇଛନ୍ତି ଚିଠା ତେଣୁକରି ତମେ ତ ସବୁ କହୁଛ ନା ମିଡିଆ ସାମ୍ନାରେ ତମରି କଥାକୁ ଆମେ ତମକୁ କହୁଛୁ ତମେ ତମ ନିଜ ଗୋଡ଼କୁ ନିଜେ ହାଣୁଛ ତମ ଗୋଡ଼ କେହି ହାଣୁନାହାନ୍ତି ତମକୁ କିଛି ନହେଲା ତୁ ଆଉ ସେଟା ଆଉ 5 ଦିନ ନେଇକି କାଳିଆକୁ କହିଥାନ୍ତୁ ଆଜ୍ଞା ମତେ ପୋଷଉନି 60 ଲକ୍ଷ ଆରେ ତମକୁ 60 ଲକ୍ଷ ଦେଲେ ତମେ କଣ କରୁଛ କିରେ ସେ ଯାତ୍ରାରେ 60 ଲକ୍ଷ ସେ କେମିତି ଦଉଁ ତମକୁ କେଜାଣି କଣ ଦର୍ଶକ ଭଲ ପାଉଛ ଦର୍ଶକ ଭଲ ପାଇ 60 ଲକ୍ଷ ବା ଗୋଟେ ଗରିବ ଲୋକ ଦାନ ଖଣ୍ଡ କରିଦେଇଛି 10ଟା ଝିଅ ବାହାର କରିଦବ ଏ ସବୁ ପଇସା ଆଣୁଛନ୍ତି କୋଉଠୁ ଏ ମାଲିକ ମାନେ ଏସବୁ ମାଲିକ ମାନେ ମୁଁ ଦେଖୁଛି ପକା ଡକେଇତ ଇ 7-8 ଟାକ ଆରେ ଏତେ ପଇସା କେତେ ଦଉଛ ଲୋକମାନେ କଣ ଲୋକଙ୍କର କିଛି ଭୁଲ ନାହିଁ ଲୋକମାନଙ୍କର ଭୁଲ ମଧୁଆ ବେଦୁଆ ଲୋକରା ସେମାନଙ୍କର ପିଲା ଛୁଆ ନାହିଁ ମାଇକିନା ନାହିଁ ସେ ଯାଇକି କୁଆଡେ ରାତି କଟେଇବେ ଆଜି ମାଲିସାରେ କଟେଇଲେ କାଲି ଯାତ୍ରାରେ କଟେଇବେ କାଲି ଉଦୟଗିରି ପାହାଡ଼ରେ ମାଇକିଆଙ୍କ ପାଖରେ କଟେଇବେ ଲୋକଙ୍କର କିଛି ଲୋକ ସଳା ସବୁଆଡେ ଯିବେ ସଳା ଲୋକଙ୍କର ସଳା ଥୋବରା ଇଏ ଯାଉନାହାନ୍ତି ଯେମିତି ଯୋଉ ନଙ୍ଗଳା ହେଇକି ନାଚୁଛନ୍ତି ସଳା ଦେଖିବାକୁ ଯାଉଛନ୍ତି ଏ ସଳା ଲୋକଙ୍କର କିଛି ନାହିଁ ଲୋକ ସବୁଆଡେ ଯିବେ ଜାଣି ଶୁଣିକି ନୁହଁ ତୁ ସବୁ ଭାବିଥିଲା କଣ ମୁଁ ଏଠି ଖସିଯିବି
ଗୋଳିଆ ପକେଇକି ମୁଣ୍ଡ ଗୋଳେଇକି ବନ୍ଧ ତଳେ ପଳେଇବି ବୋଲି। ସିଏ ଆଉ ଜାଣିଛି କ'ଣ ଏଇ କାଳିଆ ବାବୁ ରେଠି ଦେବ ବୋଲି, ଆଣ୍ଟି ଦେବ ବୋଲି। ସିଏ ବି ପଇସା ବାଲା ଲୋକଟା ନା। କାଳିଆକୁ କାହିଁ ମୁହଁ ଖୋଲୁନାହାନ୍ତି? ଆଜି ଯାଉନ ତମକୁ ଖୋଲିବ। ଆଜି ଆମ ସତ୍ୟନାରାୟଣ ଭାଉଜ ମରିଯାଇଛି, ତାର ଯେ ବର୍ଷିକା, ସେ ଆଡ଼େ ଭୋଜିରେ ଲାଗିଯାଇଛି କାଳିଆ ବାବୁ। ତାପରେ କାଳିଆ ବାବୁ କ'ଣ ତାର ଉପର ଚନ୍ଦା ତ, ସେ ପଇସାଟା ଦେଖେଇ ହଉନି। କାଳିଆ ବାବୁ କ'ଣ ଛୋଟିଆ ଜନ୍ତୁ, ତମେ ଭାବୁଛ ଯେ ଦଣ୍ଡା? କାଳିଆ ଲୋକଟା ତା ନାଁ କାଳିଆ, ତାକୁ ଯିଏ ଦେଇଛି ଜାଗ କାଳିଆ, ସେଟାକୁ ପାରିବ କ'ଣ? ଇଏ କେନ୍ଦ୍ରାପଡ଼ା ଛୁଆ, ସିଏ ବାଲେଶ୍ୱର, ଇଏ କେତେଟା ନଈ ପାରିକି ଆସିବ ସିଏ ଠିକ୍ ଭୁବନେଶ୍ୱର ପାଡ଼ିବାକୁ। ଆଉ ଇଏ କାଳିଆ ବାବୁ ସିଏ କେନ୍ଦ୍ରାପଡ଼ା ଛୁଆଟି, ତାର କେନ୍ଦ୍ରାପଡ଼ା ଝୁଅ କାଳିଆ ବାବୁ ଜମା ଛାଡ଼ିବନି। ସିଏ ସବ ନଣ୍ଡା ହେଲେ କ'ଣ ନାଣ୍ଡିର। ସବୁବେଳେ ମନେ ରଖିବେ ଆପଣମାନେ, ଗେଡ଼ା ମେଡ଼ାକୁ ବିଶ୍ୱାସ କରିବନି। ତାପରେ ଉପର ତାଳୁ ଚନ୍ଦା କାଳିଆ ବାବୁ। କାଳିଆ ବାବୁ କାଳିଆ ବାବୁ କ'ଣ ଅଳ୍ପ ପଇସା ମାଲିକ? ସିଏ ଗେଡ଼ା ହେଲା, ତାର ବାଳ ଅଛି, ଆର ବାଳ ନାହିଁ। ଆର ଆମର ପାଡ଼ିଆ ବାବୁଙ୍କର ବାଳ ଅଛି, କାଳିଆ ବାବୁର ବାଳ ନାହିଁ। ସେ ଉପର ଚନ୍ଦା। ଯଦି ଦି ଜଣ ଯାକ ମାଲିକ କମ୍ୟୁନିକେସନ କରିଥାନ୍ତେ, ଏ ବର୍ଷ ମୁଁ ନଚଉଛି ବେଶକୁ, ତେମେ ଆର ବର୍ଷ ନଚେଇବ, ତାହେଲେ ଏଟା ହେଇଥାନ୍ତା, ମ୍ୟୁଚୁଆଲ ଅଣ୍ଡରଷ୍ଟାଣ୍ଡିଂ ହେଇଥାନ୍ତା ଦି ମାଲିକ ଭିତରେ। ଦିଙ୍କ ଭିତରେ ଆଣ୍ଟି ପଟି ହେଲେ, ଦିଟାକ ଗଣ୍ଠି ପଡ଼ିଗଲେ, ଛଡ଼ାଛଡ଼ି କାହାକୁ ହେଇପାରିଲେନି। ଆଉ ସତ୍ୟନାରାୟଣ ଆମ କବିର ହେଇଥିଲେ, ଏଗୁଡ଼ା କ'ଣ ମାଇ ନାହିଁ ନା ଢାଇ ନାହିଁ। ଏ ସତରେ ମାଲିକ ଆକୁ ମାଲିକ ହିସାବରେ ଆଙ୍କୁ କିଏ ମାନୁନାହାନ୍ତି। ଆମ ସତ୍ୟନାରାୟଣ ଏ କ'ଣ ମିଳିବ? ଏ ମାଇକିଆ ଭଳିଆ ମୁହଁ ବୁଲେଇ କଥାବାର୍ତ୍ତା କରିବେ। ଆଉ ଶଳା ମାଲିକ ଭଳିଆ ନିଜ ମୁଣ୍ଡିକି ମାଇକେ ଖାଦ୍ୟ କହିବ ମୋରି ଭଳିଆ। ମିଶି କ'ଣ ହେଲା ଦେଖୁନ? ଆଜି ଯଦି ମିଶିଲ, ସିଏ କାହିଁ ଗୋଟେ ଲୋକ କୋର୍ଟକୁ ଗଲା, ଜେଲରେ ତାକୁ ଦେଲା କାହିଁକି? ମୋ କଥା ଯଦି ମାଲିକ ମାନେ ତାଙ୍କର ଠିକ୍ ଅଛନ୍ତି, ଗୋଟେ ଲୋକର ପେଟ ପାଟଣା ଥିଲା ନାଇଁ, ଏ କାଳିଆ ରହିଯା, ତୋ ପଇସା ତୁ ପାଇବୁ, 45 ନେଇଛି 60 ଦିଆହବ ତୋତେ। ମଶା କୋର୍ଟ ଗୋଟେ ତାକୁ ଛାଡ଼େ, ସେ ନାଚୁ ଆଗ, ନାଚିଲେ ତ ଗୋଟେ ଲୋକ ପଇସା ଦେବ ନା, କେମିତି ଘର ଚୋରି କରିଦେବ? ମୁଁ ଜଣଙ୍କର କାମ କଲେ ତ ଆଉ ଜଣକୁ ପଇସା ସୁଝିବି ନା, କୋଉଠୁ ଘର ଆଣିଦେବି? ତେଣୁ ଏ ମାଲିକ ମାନେ ଏଇଟାକୁ ତାକୁ ଚେଙ୍ଗି ଦେଲେ, ତୁ ଚଢ଼। ଆଉ କିଛି ମାଲିକ ନିଆଁରେ ନଡ଼ା ପକେଇ ଦେଲେ। ମାଲିକ ମାନେ ଅଛନ୍ତି, ତାଙ୍କ ଭିତରେ ଗୋଟେ କାହାର ଠିକ୍ ନାହିଁ। କିଏ କାହିଁ ଚାହିଁବ କହିଲ କାହାର ଭଲଟାକୁ? ଏଇନା ପାଡ଼ିଆକୁ ପଇସା ରୋଜଗାର କରିବେ, ମୁଁ ଗୋଟେ ପାଟି ମାଲିକ, ମୁଁ କ'ଣ ସେଠି ବସିକି ଦେଖିବି? ମୋର ଗୋଟେ ଲୋଭ ଅଛି ନାଇଁ, ମୁଁ ତ ପୁଣି ନିଆଁ ଲଗେଇବି ନା ନାଇଁ। ସେଣିକି ତାଙ୍କ ଭିତରେ ମାଲିକ ଗୋଟେ ଏକତା ନାହାନ୍ତି।